वेस्टर्न एकेडमी रे आपण मानक अनेक अनेक स्वागत। आज आम उपेन्द्र भंज संपर्क रे आउ किछि काव्य संपर्क रे आलोचना करिबा। गत वीडियो रे मु आपण मानक सूचना देइथिली उपेन्द्र भंज किछि काव्य संपर्क रे। एई वीडियो रे मु आपण मानक आउ किछि काव्यर तालिका तत्सहित ता विषय विशद आलोचना सूचई देवी। जदि आपण माने वेस्टर्न एकेडमी रे ओपीएससी पीजीटी किंबा एसएसबी पीजीटी कोर्स रे जॉइन करबा को चाहूथांती किंबा यूजीसी नेट किंबा एसएसबी लेक्चर जो प्लेन बाहरी चे ता पई आपण माने जदि नोट्स परचेस करबा को चाहूथांती तेबे आपण वेस्टर्न एकेडमी रो व्हाट्सएप नंबर 9337821181 रे कांटेक्ट करि परिबे। तेबे आज हमें देखिबा जो गत वीडियो रे मु छाड़ी आलोचना सेठू आलोचना को आज आम आरंभ करिबा। स्क्रीन रे आपण माने देखि पारुथिबे भंज साहित्यर बा भंज जुगीय बा मध्यकालीन ओडिया साहित्यर अग्र गण्य कवि बरणीय साहित्य साधक उपेन्द्र भंजक काव्य तालिका। मु वर्तमान उपेन्द्र भंजकर बहुचर्चित प्रेम सुधानिधि काव्य संपर्क रे आलोचना करने को जाउछि। यह 16 छांद विशिष्ट एक काल्पनिक काव्य। यह उपेन्द्रंकर एक लोकप्रिय काव्य। यार विषय वस्तु संक्षिप्त होछि। विषय वस्तु आमे देखिबा जे कोशल राज्यर राजा जात देवंक कुमार इंद्रपरी वीर थिले। केरल राज्यर राजा जगतजीत को कन्या प्रेम सुधानिधि रो सौंदर्य रे आकृष्ट हवा कथा अछि। पारंपरिक रीति रे ए उभयंकर विवाह अनुष्ठित हुए। प्रेम सुधानिधि पुष्पवती हेबा पर नायक और नायिकार वैवाहिक जीवन आरंभ हैला। यह पर पितादेश बा पितांकर आदेश पालन करी कुमार मालव देश गमन कले। फलरे नायक और नायिकांकर विच्छेद जनित दुख सृष्टि होइछि काव्य रे। शीत बसंत ग्रीष्म वर्षा और शरत ऋतु विरह रे ए ऋतु विशेष भाव में नायक नायिकांकर विरह जनित दशा को आहुरी द्विगुणित करे। यही समय रे अतिबाहित जो विरह व्यथा ताकू कवि अति चमत्कार भाव में वर्णना करिसंती। परिशेष रे नायक और नायिकार पुनर्मिलन घटिछि। कवि उपेन्द्रंक भाषा रे प्रेम सुधानिधि जमक प्रधान काव्य बा जमक अलंकार प्रधान काव्य। तेणु एथिरे आद्य जमक मध्य जमक और प्रांत जमक आद्य प्रांत जमक तापरे जोड़ी जमक त्रिभंगा जमक इत्यादि जमक अलंकार रहिछि। यह व्यतीत एही काव्य रे अवना छेकानुप्रास अद्भुत उपमा
ବିରୋଧାଭାସ, ରୂପକ, ଅନୁପ୍ରାସ, ସ୍ନେହାବଲୋକନ, ଶୃଙ୍ଖଳା, ତାପରେ ଲୋମ ବିଲୋମ, ଆଶୟ ଇତ୍ୟାଦି ଅଳଙ୍କାର ସନ୍ନିବେଶିତ ହେଇଛି। କାବ୍ୟଟି ନାରିକେଳ ପାକରେ ରଚିତ। ଉପେନ୍ଦ୍ର ସ୍ୱୟଂ ଲେଖିଛନ୍ତି। ଦେଖିବା, ମନ ଚୋକରକୁ ତୋଷ କରିବ ସନ୍ତତ, ପୁଣି ଏହୁ ଗୀତ ନାରିକେଳ ଫଳବତ। ତାପରେ କହିଛନ୍ତି, ବାହାରେ କର୍କଶ ଭିତରେ ତ ସରସତା, ଜାଣିଲା ଜନ କଣ୍ଠକୁ ହୋଇବ ମୁକୁତା। ଏହା କାବ୍ୟର 16ତମ ଛାନ୍ଦରେ ଏ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ଏହା ନାରିକେଳ ବା ନଡ଼ିଆ ସଦୃଶ, ଉପରକୁ ଯଦିଓ କଠିନ କିନ୍ତୁ ଭିତରେ ଏତେ ସ୍ୱାଦ ଯେ ଏତେ ରସାଳ ଭରି ରହିଛି, ଯାହା ସହୃଦୟ ପାଠକମାନଙ୍କୁ ଆମୋଦିତ କରିବ ବା ରସାସିକ୍ତ କରିବ। ପ୍ରେମ ସୁଧାନିଧି ଶୃଙ୍ଗାର ରସ ପ୍ରଧାନ କାବ୍ୟ। କବିଙ୍କର ଉକ୍ତିରୁ ଏହା ଆହୁରି ସ୍ପଷ୍ଟ ବାରି ହୁଏ। ଦେଖନ୍ତୁ କଣ କହୁଛନ୍ତି ଯେ, ଉଜ୍ଜ୍ୱଳ ରସେ ଗୀତ ହୋଇବ, ଉଜ୍ଜ୍ୱଳ ରସେ ଗୀତ ହୋଇବ, ମାନସ ହଂସ ପ୍ରାୟ କ୍ରୀଡ଼ିବ। ତାପରେ କହିଲେ, ଅମ୍ବୁଜ ଖଳେ ହୋଇବ ସତ, ସୁମନ ଦେଇ ଶୁଣ ଚରିତ। ଏହା ପ୍ରଥମ ଛାନ୍ଦରେ କହୁଛନ୍ତି ଯେ ଏହା କାବ୍ୟର କିଭଳି ଭାବରେ ରସାସିକ୍ତ ହବ। ଏହି କାବ୍ୟର ଆବୃତ୍ତି ପାଇଁ କବି କଣ ଲେଖିଛନ୍ତି ଦେଖିବା। ରାଘବ ଶିବ ଭାବନା କରି ନିରନ୍ତର, ରାଘବ ଶିବ ଭାବନା କରି ନିରନ୍ତର, କହେ ରସ ଉପଇନ୍ଦ୍ର ଭଞ୍ଜ ବୀରବର, ଆହେ ପ୍ରଭୁ କୃପା ଅକୁ ପାରେ କୃପା କର, ଖ୍ୟାତ ହେଉ ପ୍ରେମ ସୁଧା ନିଧି ଗୀତ ମୋର। ଏ ପ୍ରବନ୍ଧ 395 ପଦ ସତନ କରୁ ଉତ୍ତମ ଜନଙ୍କର ହୃଦ। ଏହା ପ୍ରେମ ସୁଧାନିଧି କାବ୍ୟର କବିଙ୍କର ଉକ୍ତି। ତାପରେ ଦେଖିବା ଉପେନ୍ଦ୍ର ଭଞ୍ଜଙ୍କ ଅନ୍ୟତମ ବିଶିଷ୍ଟ କାଳ୍ପନିକ କାବ୍ୟ ଲାବଣ୍ୟବତୀ। ଉପେନ୍ଦ୍ର କବି ପ୍ରତିଭାର ଅନ୍ୟତମ ଉତ୍କର୍ଷ ଅର୍ଘ୍ୟ ଲାବଣ୍ୟବତୀ କାବ୍ୟ। ଏହା ଏକ କାଳ୍ପନିକ କାବ୍ୟ। 48 ଛାନ୍ଦ ବିଶିଷ୍ଟ ଏହି ଗ୍ରନ୍ଥ ଏକ ଯଥାର୍ଥ ରୀତିକାବ୍ୟ ବା ରୀତି ପରମ୍ପରାର ଏକ ନମୁନା। ଏହି କାବ୍ୟଟିର ନାୟକ ହେଉଛନ୍ତି ଚନ୍ଦ୍ରଭାନୁ ଓ ନାୟିକା ଲାବଣ୍ୟବତୀ। ଏଥିରେ ନାୟକ ଏବଂ ନାୟିକାର ପୂର୍ବଜନ୍ମ ବୃତ୍ତାନ୍ତ, ପୂର୍ବରାଗ, ମିଳନ, ବିଚ୍ଛେଦ ଓ ପୁନର୍ମିଳନ ପର୍ଯ୍ୟାୟକ୍ରମେ ବର୍ଣ୍ଣିତ ଅଛି। ଲାବଣ୍ୟବତୀ ପୂର୍ବଜନ୍ମରେ ପାର୍ବତୀଙ୍କର ମାନସ କନ୍ୟା ବାଞ୍ଛାବତୀ ଥିଲା।
ଚନ୍ଦ୍ରଭାନୁ ପୂର୍ବ ଜନ୍ମରେ ପ୍ରଭାକର ନାମରେ କ୍ଷତ୍ରିୟ ସନ୍ତାନ ଥିଲା। ପ୍ରଭାକର ପରଜନ୍ମରେ ଚନ୍ଦ୍ରଭାନୁ ନାମରେ କର୍ଣ୍ଣାଟ ରାଜା ଶଶି ଶେଖର ଓ ରାଣୀ ଶଶିରେଖାଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କରେ। ସେହିପରି ବାଞ୍ଛାବତୀ ସିଂହଳ ରାଜା ରତ୍ନେଶ୍ୱର ଓ ରାଣୀ ବିଦ୍ୟୁତଲତାଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କଲେ। ପୁନର୍ଜନ୍ମରେ ସେ ହେଲେ ଲାବଣ୍ୟବତୀ। କବି ଉପେନ୍ଦ୍ର ଭଞ୍ଜ ନାୟକ ଚନ୍ଦ୍ରଭାନୁଙ୍କୁ ସକଳ ଗୁଣର ଅଧିକାରୀ ଭାବରେ ଏଭଳି ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ଗୋଟେ ସାଧାରଣ ନାୟିକାଟିଏ ଦେଖିଲେ ଯେଭଳି ଭାବରେ ଆକର୍ଷିତ ହେବ। ଭଞ୍ଜଙ୍କ ଉକ୍ତି କହୁଛି ଯେ ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର। ବେଦ ବେଦାନ୍ତେ ବିଧାତା, ଏଟା ଚନ୍ଦ୍ରଭାନୁର ଗୁଣ ବର୍ଣ୍ଣନା କରାଯାଉଛି। ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର। ତାପରେ ସଙ୍ଗୀତରେ ନାରଦ ଶୃଙ୍ଗାର ଶାସ୍ତ୍ରେ ମାର। ମାର କହିଲେ କିଏ? ରତି ଦେବତା। କବି ପଣେ ଗଣେଶ ଜ୍ୟୋତିଷେ ବୃହସ୍ପତି। ତାପରେ କହୁଛନ୍ତି ଯେ ଅଶ୍ୱାରୋହେ ମିହିର ଭୈରବେ ପରା ଗତି। ଧନୁର୍ଦ୍ଧରେ ଅର୍ଜୁନ ଗଦାରେ ବୃକୋଦର। ବୃକୋଦର କହିଲେ ଭୀମ। ତାପରେ କହୁଛନ୍ତି ଦାନିରେ କର୍ଣ୍ଣ ମାନିରେ କୁରୁ ଦଣ୍ଡଧର। ବଳିଷ୍ଠରେ ବଳି ଧାର୍ମିକରେ ଯୁଧିଷ୍ଠିର। ସୁନ୍ଦର ପଣରେ ତାର ସେହି ପଟାନ୍ତର। ଏହିଭଳି ଭାବରେ ଯେ ସବୁ କ୍ଷେତ୍ରରେ ଶ୍ରେଷ୍ଠ ନାୟକ ହଉଛି ଲାବଣ୍ୟବତୀ କାବ୍ୟର ନାୟକ ଚନ୍ଦ୍ରଭାନୁ, ବା ତାର ପୂର୍ବଜନ୍ମ ନାମ ହଉଛି କଣ? କମେଣ୍ଟରେ କହିବ କଣ ତାର ପୂର୍ବଜନ୍ମ ନାମ। ବୁଝି ହଉଛି? ତେବେ ଏ ଯୌବନ ପ୍ରାପ୍ତି ପରେ ନାୟକ ଚନ୍ଦ୍ରଭାନୁ ତାର ମିତ୍ର ଗୁଣନିଧି ରତ୍ନଧ୍ୱଜ ଓ ପୁରନ୍ଦରଙ୍କର ସହ ବସନ୍ତ କାଳରେ ଉପବନରେ ଭ୍ରମଣ କରୁଥିଲେ। ସିଂହଳରେ ବୋଇତା ରତ୍ନାକର ଠାରୁ ରାଜଜେମା ଲାବଣ୍ୟବତୀର ରୂପଗୁଣ ଶ୍ରବଣ କଲେ। ସନ୍ନ୍ୟାସୀଙ୍କ ଠାରୁ ଲାବଣ୍ୟବତୀର ଚିତ୍ରପଟ ଦର୍ଶନ କରି ଓ ନାୟିକା ସମ୍ପର୍କିତ ରୂପଗୁଣ ପ୍ରଶଂସା ଶୁଣି ତାଙ୍କ ପ୍ରତି ଆସକ୍ତ ବୃଦ୍ଧି ପାଇଲା। ଏକ ଯୋଗିନୀ ସାହାଯ୍ୟରେ ଚନ୍ଦ୍ରଭାନୁ ଓ ଲାବଣ୍ୟବତୀର ମିଳନ ଘଟିଲା। ମାୟାର ଅବସାନ ପରେ ନାୟକ ଓ ନାୟିକାଙ୍କର ବିଚ୍ଛେଦ ଘଟିଲା। କର୍ଣ୍ଣାଟ ଦେଶର ଐନ୍ଦ୍ରଜାଳିକ ବିନୋଦ ସିଂହଳ ରାଜାଙ୍କୁ ମାୟାରେ ରାମାଚରିତ ପ୍ରଦର୍ଶନ କଲା। ସେ ଫେରିଯାଇ ଲାବଣ୍ୟବତୀଙ୍କ
ଅନୁରକ୍ତି ଭାବ ନାୟକକୁ ଜଣାଇଲା। ଲାବଣ୍ୟବତୀ ସଖୀ ମେଘମାଳା ଠାରୁ ନାୟକର ଆସକ୍ତି ଭାବ ଜାଣିପାରିଲେ। ଚନ୍ଦ୍ରଭାନୁ ଓ ଲାବଣ୍ୟବତୀ ଶୁକ ଓ ବ୍ରହ୍ମଚାରୀ ଦ୍ୱାରା ପତ୍ର ଆଦାନ ପ୍ରଦାନ କଲେ। ଫଗୁଣ ମାସରେ ରାମେଶ୍ୱର ଶିବ ମନ୍ଦିର ଠାରେ ସେମାନେ ପରସ୍ପରକୁ ଦର୍ଶନ କଲେ। ସିଂହଳ ରାଜାଙ୍କର ସମ୍ମତିକ୍ରମେ ଚନ୍ଦ୍ରଭାନୁ ଓ ଲାବଣ୍ୟବତୀର ବିବାହ ହେଲା। କାବେରୀ ନଦୀ କୂଳରେ ବନବିହାର କରୁଥିବା ବେଳେ ଶାପମୁକ୍ତ ଚନ୍ଦ୍ରଭାନୁ ଲାବଣ୍ୟବତୀ ଠାରୁ ଦୂରେଇ ଗଲେ। ଏକ ବର୍ଷର ବିଚ୍ଛେଦ ପରେ ଚନ୍ଦ୍ରଭାନୁ ଦେବଦତ୍ତ ଅଦ୍ଭୁତ ରଥରେ ଚଢ଼ି ଅସୁରଙ୍କ ବିନାଶ କଲେ। ଏହା ପରେ ସ୍ୱଦେଶକୁ ସେ ଫେରି ଦାମ୍ପତ୍ୟ ଜୀବନ ଭୋଗ କରିବାର ବିଷୟ କାବ୍ୟରେ ବର୍ଣ୍ଣିତ ଅଛି। ଲାବଣ୍ୟବତୀ ଉପେନ୍ଦ୍ର କାବ୍ୟମାନସର ଏକ ମହତ୍ତ୍ୱ କୃତି। ଏହି ଆଲୋଚ୍ୟ କାବ୍ୟ ରସିକ ତୋଷକ ଅଟେ। ଏହି କାବ୍ୟରେ ଶ୍ଳେଷ, ଯମକ, ଅନୁପ୍ରାସ, ରୂପକ, ତାପରେ ଦୀପକ, ତାପରେ ବହିର୍ଲିପି, ଅନ୍ତର୍ଲିପି, ଉତ୍ପ୍ରେକ୍ଷା, ଭ୍ରାନ୍ତିମାନ, ପ୍ରତୀପ, ଆଶୟ ଇତ୍ୟାଦି ବହୁ ଅଳଙ୍କାର ଉପେନ୍ଦ୍ର ଭଞ୍ଜ ବିନ୍ୟାସ କରିଛନ୍ତି। ଦେଖିବା, ମୃଦି ଗୀତ ଓ ଅଳଙ୍କାର ଯୁକ୍ତ ହେବା ପାଇଁ ଉପେନ୍ଦ୍ର ଯଥାସାଧ୍ୟ ଉଦ୍ୟମ କରି ସଫଳତା ଲାଭ କରିଛନ୍ତି। ସାଧାରଣତଃ ଭଞ୍ଜଙ୍କ ଅଳଙ୍କାର ଆଲୋଚନା ପର୍ଯ୍ୟାୟରେ ଲାବଣ୍ୟବତୀରୁ ଯମକ, ଅନୁପ୍ରସାର ଯୋଉ କିଛି ନମୁନା ଆମେ ଯଦି ଦେଖିବା ତାହେଲେ ତାହା ଆହୁରି ସ୍ପଷ୍ଟ ହେବ। ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ, ରାଜୀବ ନୟନା ଏଥି ଖେଳା କରଇ। ଏହା ଆଦ୍ୟ ଯମକ ଅଳଙ୍କାର। ତାପରେ ଦେଖିବା, ଦେଖରେ ନଳିନୀ ରେ ପୂରିତ, ଭ୍ରମନ୍ତି ଭ୍ରମରେ ଏ ଶୋଭିତ। ଏହା ମଧ୍ୟ ଯମକ। ତାପରେ ଦେଖିବା, ବସ ପ୍ରକାଶିତ ସୁମନ ସର। ତାପରେ କହୁଛନ୍ତି ଯେ ମହିକି ଆଣିଲା ସୁମନ ସର। ଏହା ପ୍ରାନ୍ତ ଯମକ। ତାପରେ କହୁଛନ୍ତି ଅହି ମକର ତାପନାଶେ ଶୋଭା ସାରସ ଚକ୍ରେ। ଅହି ମକର ତାପନାଶେ ଶୋଭା ସାରସ ଚକ୍ରେ। ଏଇଭଳି ଭାବରେ ଏହା ହଉଛି ସର୍ବଯମକ ଅଳଙ୍କାର। ତାପରେ ଦେଖି ନବ କାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି। ତାପରେ କହୁଛନ୍ତି ରକ୍ଷା କେମନ୍ତେ କରିବା ମତ କରି, ଗତି କି ଏମନ୍ତ ବିଚାରି। ଏହା ଅନୁପ୍ରାସ ଅଳଙ୍କାର, ଆପଣ ମାନେ ଜାଣିପାରୁଥିବେ। ସେହିପରି କବି ଉପେନ୍ଦ୍ର ଗୋଟିଏ ପଦରେ ପ୍ରାନ୍ତ ଯମକ ଶୃଙ୍ଖଳା
ଗୋମୂତ୍ର ଛନ୍ଦ ଅଳଙ୍କାର ବ୍ୟବହାର କରି ନିଜର ଶବ୍ଦ ପାଣ୍ଡିତ୍ୟର ଉତ୍କର୍ଷତା ପ୍ରଦର୍ଶନ ବା ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଦେଖିବା ଦରଚୟ ହର ଧୀର ପ୍ରଶଂସାର, ତାପରେ କହନ୍ତି ଯେ ସାର ସାୟକ କର ଏ ସଂସାର, ତାପରେ କହନ୍ତି ଯେ ସାର ସାର ଜିତ ଗୀତି ହେ କୁମାର, ତାପରେ କହନ୍ତି ଯେ ମାର ପର ଶରତ ଅତି ସୁକୁମାର। ଅନ୍ୟାନ୍ୟ କାବ୍ୟ ଅପେକ୍ଷା ଲାବଣ୍ୟବତୀ କେତେକ ଛାନ୍ଦ ନାମକରଣରେ କବିଙ୍କର ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୁଏ। ଯେପରି ଚତୁର୍ଥ ଛାନ୍ଦକୁ କବି ଉପେନ୍ଦ୍ର ଭଞ୍ଜ ବେଶ ବେଶଳ ଛାନ୍ଦ, ତାପରେ ଊନବିଂଶ ଛାନ୍ଦକୁ ଅନୁନୟ ଲେଖ ଛାନ୍ଦ, ଏକବିଂଶ ଛାନ୍ଦକୁ ଉଚ୍ଛନ୍ନ କାରକ ଛାନ୍ଦ, ତାପରେ ଦ୍ୱାବିଂଶ ଛାନ୍ଦକୁ ମନୋରମ ଛାନ୍ଦ, ସପ୍ତତ୍ରିଂଶ ଛାନ୍ଦକୁ ବୁଧମୋହନ ଖଳ ଗହନ ନାସେଦହନ ଛାନ୍ଦ, ଊନଚତ୍ୱାରିଂଶ ଛାନ୍ଦକୁ ବିଚିତ୍ର ଛାନ୍ଦ, ଏହିଭଳି ଭାବରେ ଉପେନ୍ଦ୍ର ଭଞ୍ଜଙ୍କ